ବିଲକୁ ମୂଲ ଲାଗି ଯାଇଥିଲେ କୈଳାସ। ହେଲେ ବିଲରେ କାମ କରୁ କରୁ ହଠାତ୍ ବାମ ଗୋଡ଼ରେ ଗୋଟିଏ କଣ୍ଟା ପଶି ଯାଇଥିଲା। ଘରକୁ ଫେରି କୈଳାସ ଗୋଡ଼ରୁ କଣ୍ଟା କାଢି ଦେଇଥିଲେ, କିନ୍ତୁ ପରେ ପରେ କୈଳାସଙ୍କ ଗୋଡ଼ ପାଚି ବୁଜ ବାହାରିଲା। କୈଳାସକୁ କଟକ ବଡ଼ ମେଡିକାଲ ନେଇଥିଲେ ପରିବାର। ଚିକିତ୍ସା ହେବା ପରେ ଡାକ୍ତର କହିଲେ ଗୋଡ଼ କଟା ହେବ। ତାପରେ ବାମ ଗୋଡ଼ଟି ଜଙ୍ଘ ପାଖରୁ କଟା ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଚମ୍ପାପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର କୈଳାସ ସାମଲଙ୍କ ଜୀବନରେ। କୈଳାସଙ୍କ ପରିବାର କହିଲେ 2 ପୁଅ, ବୋହୂ, ନାତି ନାତୁଣୀ ଏମାନେ ମିଶି 7 ଜଣ। ବିଲବାଡ଼ି ବୋଲି ସେମିତି କିଛି ନାହିଁ। ପରିବାର ଦୈନିକ ମୂଳ ମଜୁରୀ ଲାଗି ଚଳନ୍ତି। କୈଳାସ ଗୋଡ଼ ହରାଇବା ପରେ ପରିବାରରେ ଦୁଃଖ କହିଲେ ନ ସରେ। ଦିନ ମଜୁରୀରେ ପରିବାରର କୁଟୁମ୍ବ ଭରଣ ପୋଷଣ ହେଉଥିବା ବେଳେ କୈଳାସଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଯଦି ସରକାର କୈଳାସଙ୍କ ଦୁଃଖୀ ପରିବାର ପ୍ରତି ଦୃଷ୍ଟି ଦିଅନ୍ତେ, ତେବେ କୈଳାସଙ୍କ ଚିକିତ୍ସା କରିବା ସହିତ ପରିବାରରେ ହସ ଫୁଟି ପାରନ୍ତା। ମୋ ନାଁ କୈଳାସ ଚନ୍ଦ୍ର ସାମଲ, ଘର ଗୋପୀନାଥପୁର, ଥାନା ବୈରୀ। ମୋ ଦେହ, ମୁଁ ବିଲକୁ କାମ କରିବାକୁ ଯାଇଥିଲି, ଗୋଟେ ସାଧାରଣ ବେଲକଣ୍ଟା ପଶିଲା। ମୁଁ ତାକୁ ଟିକେ ଛୁଞ୍ଚିରେ ବେଲକଣ୍ଟାଟି କାଢ଼ିଲି। କାଢ଼ିଲା ପରେ ଗୋଡ଼ା ପାଚିଲା। ମୁଁ ଡାକ୍ତରଖାନାକୁ ଗଲି। ଆସ୍ତେ ଆସ୍ତେ ପାଚିକିରି ପ୍ରାୟ 2 ମାସ ଖଣ୍ଡେ ଅପେକ୍ଷା କଲା ପରେ ଗୋଡ଼କୁ ମେଡ଼ିକାଲରେ ଗୋଡ଼ ମୋର କଟା ହୋଇଗଲା। ତେଣୁ ମୁଁ ସରକାରଙ୍କୁ କିଛି ସାହାଯ୍ୟ ମାଗୁଛି, ମୋତେ ସାହାଯ୍ୟ କଲେ ମୁଁ ଗରିବ ଲୋକ ମାନେ ଉପକୃତ ହେବି। ସ୍ୱାମୀଙ୍କ ନାମ ହିମାଂଶୁ ସାମଲ। ଶ୍ୱଶୁରଙ୍କର ଏମିତି ଡାଇବେଟିସ୍ ଥିବାରୁ କଣ୍ଟା ଫୁଟି ଯାଇଥିଲା, ଶୁଖିଲାନି। ଆମେ ମେଡ଼ିକାଲ ଦେଖେଇକି ଯେତେ ପ୍ରକାର ସାହାଯ୍ୟ କଲୁ, ଚେଷ୍ଟା କଲୁ, ଶୁଖିନି, ଆଉ ପାଚିଗଲା। ଆମେ ଚାଷୀ ଘର, ମୂଲ ଲାଗି ଚଳୁ। ଆମର କିଛି ଆର୍ଥିକ ସମ୍ବଳ ନଥିବାରୁ ଆମେ ସରକାରଙ୍କ ସାହାଯ୍ୟ କିଛି ଚାହୁଁଛୁ। ନା ଭରତ କୁମାର ବେହେରା, ଘର ଗୋପୀନାଥପୁର, ଥାନା ବୈରୀ, ବଡ଼ଚଣା ବ୍ଲକ, ଜିଲ୍ଲା ଯାଜପୁର। କୈଳାସ ସାମଲଙ୍କର ଦେହ ଅସୁସ୍ଥ, କୌଣସି ଚାଷୀ ଲୋକ, ବିଲବାଡ଼ିରେ ଚାଷ କରନ୍ତି। ଗୋଟେ କଣ୍ଟା ପଶିଗଲା ତାଙ୍କ ପାଦରେ। ସାଧାରଣ କଣ୍ଟା ପଶିଗଲେ ଯେମିତି ଲୋକମାନେ ଟିକେ ତାକୁ କାଢ଼ନ୍ତି, ସେମିତି କାଢ଼ିଲେ। କାଢ଼ିଲା ପରେ କିନ୍ତୁ ତାଙ୍କର ଡାଇବେଟିସ୍ଟା ଥିଲା। ସେ କେତେ ଡାଇବେଟିସ୍ ଅଛି ତ ସେ ମାପି ନଥିଲେ, ତେଣୁ ବୋଧେ ଅଧିକ ଡାଇବେଟିସ୍ ଥିଲା, ଯାହାଫଳରେ କି ସେ ସେପ୍ଟିକ୍ ହେଇଗଲା। ସେ ଜାଗାଟା ଆସ୍ତେ 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 ପାଚିବାକୁ ଲାଗିଲା। ତେଣୁ କ'ଣ କୁଆଡ଼ୁ କରିବେ, ବାଧ୍ୟ ହେଇକିରି ସେଠୁ ଡାକ୍ତରଖାନା ଗଲେ। ଡାକ୍ତରଖାନା ଗଲା ପରେ ବି ସେ ଆଉ ଶୁଖିଲା ନାହିଁ। ତେଣୁ ତାଙ୍କର ଗୋଡ଼ କଟା ହେଇଛି। ତେଣୁ ଦୁଃଖୀ ଲୋକ, ଚାଷ ମୂଲପାତି ଲାଗିକି ଚଳନ୍ତି। ଆଉ ଘରେ 7 ପ୍ରାଣୀ କୁଟୁମ୍ବ। ତେଣୁକରି ମୁଁ ନିବେଦନ କରୁଛି ଯେ ସରକାର ଏଥିପ୍ରତି ଦୃଷ୍ଟି ଦେଲେ, ତାଙ୍କୁ ସାହାଯ୍ୟ ଦେଲେ, ତାଙ୍କ ପରିବାର ସୁଖ ସ୍ୱାଚ୍ଛନ୍ଦ୍ୟରେ ଚଳିପାରନ୍ତି। ଚଣ୍ଡିଖୋଲରୁ ବନିତା ଦାସଙ୍କ ରିପୋର୍ଟ, ସମ୍ଭବ ଟିଭି ଓଡ଼ିଆ।